ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିଓଗ୍ରାଫିର 30 ଗୋଟି କୋଶ୍ଚିନ୍। ଠିକ୍ ଅଛି, ଦେଖାଯାଉ ଆପଣମାନେ 30 ଗୋଟି କୋଶ୍ଚିନ୍ରୁ କେତେ ନମ୍ବର ରଖୁଛନ୍ତି। ଦେଖନ୍ତୁ ଫାର୍ଷ୍ଟ କୋଶ୍ଚିନ୍, ନିମ୍ନଲିଖିତ ମଧ୍ୟରୁ କେଉଁଟି ଅପସୃତ ମୃତ୍ତିକାର ଉଦାହରଣ? ଦେଖ ପିଲାମାନେ, ଅପସନ୍ରେ କ'ଣ ଦେଲା? କଳା ମାଟି, ଅପସନ୍ 2 ଦେଲା ଲାଲ ମାଟି, ଅପସନ୍ 3 ହେଲା ଲୋଏସ୍ ଏବଂ ଅପସନ୍ 4 ହେଲା ମାଙ୍କଡ଼ା ମାଟି। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ମୁଁ ଉତ୍ତର ଦେବା ପୂର୍ବରୁ ଆପଣମାନେ କମେଣ୍ଟ ବକ୍ସରେ ନିହାତି ରୂପରେ ଉତ୍ତରଟି ଜଣାନ୍ତୁ ଏବଂ ଟାର୍ଗେଟ୍ କରନ୍ତୁ ଯେ 30 ମାର୍କରୁ ଆପଣମାନେ କେତେ ମାର୍କ ରଖିପାରୁଛନ୍ତି। ଠିକ୍ ଅଛି, ଅପସନ୍ ଏଠି ରାଇଟ୍ ଆନ୍ସର୍ କ'ଣ ହେଇଯିବ ନା ଅପସନ୍ ନମ୍ବର 2 ଲାଲ ମାଟି। ଏବେ ଯିବା ପରବର୍ତ୍ତୀ କୋଶ୍ଚିନ୍, ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରାକୃତିକ ପରିବେଶର ଅନ୍ତର୍ଭୁକ୍ତ ନୁହେଁ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ବାରିମଣ୍ଡଳ, ଅପସନ୍ 2ରେ ହେଲା ରାସ୍ତାଘାଟ, ଅପସନ୍ 3 ହେଲା ଅଶ୍ମମଣ୍ଡଳ ଏବଂ ଅପସନ୍ ନମ୍ବର 4 ହେଲା ବାୟୁମଣ୍ଡଳ। ଦେଖ ପିଲାମାନେ, ଆମର କେଉଁଠି ନୁହେଁ ପ୍ରାକୃତିକ ପରିବେଶର? ନା ଅଶ୍ମମଣ୍ଡଳ। ଠିକ୍ ଅଛି, ଅପସନ୍ ନମ୍ବର 3 ହେଇଯିବ ରାଇଟ୍ ଆନ୍ସର୍। ଠିକ୍ ଅଛି, ଏବେ ଯିବା ପରବର୍ତ୍ତୀ କୋଶ୍ଚିନ୍, ନିମ୍ନଲିଖିତ ମଧ୍ୟରୁ କେଉଁଟି ବୃଷ୍ଟି ପାଇଁ ଜରୁରୀ ପୋଷଣ ଉପାଦାନ ଅଜୈବ ଶିଳାରେଣୁରୁ ମିଳିନଥାଏ? ଦେଖ ପିଲାମାନେ, ଆମର ଏଠି ଅପସନ୍ରେ କ'ଣ ଦେଲା ନା ସଲଫର, ଅପସନ୍ 2 ହେଲା ଫସ୍ଫରସ୍, ଅପସନ୍ ନମ୍ବର 3 ହେଲା ମାଗ୍ନେସିୟମ୍ ଏବଂ ଅପସନ୍ ନମ୍ବର 4 ହେଲା ଉଦଜାନ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 4 ଉଦଜାନ। ଏବେ ଯିବା ପରବର୍ତ୍ତୀ କୋଶ୍ଚିନ୍କୁ, ଜୀବାଂଶ କମ୍ ପରିମାଣରେ ଥିବା ମୃତ୍ତିକାର ରଙ୍ଗ କିପରି ହୁଏ? ଦେଖ ପିଲାମାନେ, ଅପସନ୍ରେ ଦେଲା 1ରେ ଦେଲା ନାଲି, 2ରେ ହେଲା କଳା, 3ରେ ହେଲା ଧଳା ଏବଂ ଅପସନ୍ ନମ୍ବର 4 ହେଲା ଗାଢ଼ ରଙ୍ଗ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 2 କଳା। ଏବେ ଯିବା 5 ନମ୍ବର କୋଶ୍ଚିନ୍କୁ, ନିମ୍ନଲିଖିତ ମଧ୍ୟରୁ କେଉଁ ପଦାର୍ଥରେ ମୃତ୍ତିକାର କଠିନ ଅଂଶ ଗଠିତ ହୋଇଥାଏ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଜୈବିକ, ଅପସନ୍ ନମ୍ବର 2ରେ ହେଲା ଅଜୈବିକ, ଅପସନ୍ ନମ୍ବର 3ରେ ହେଲା ଜଳବାୟୁ ଏବଂ ଅପସନ୍ ନମ୍ବର 4 ହେଲା ଜୀବାଳି। ଦେଖ ପିଲାମାନେ, 5 ନମ୍ବର ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 1 ଜୈବିକ। ଏବେ ଯିବା 6 ନମ୍ବର କୋଶ୍ଚିନ୍କୁ, ଶିଳା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ସେହି ସ୍ଥାନରେ ମୃତ୍ତିକାରେ ପରିଣତ ହେଲେ ତାହାକୁ କେଉଁ ମୃତ୍ତିକା କୁହାଯାଏ? ଦେଖ ପିଲାମାନେ, ଅପସନ୍ ନମ୍ବର 1ରେ ଦେଲା ଅପସୃତ ମୃତ୍ତିକା, ଅପସନ୍ ନମ୍ବର 2ରେ ହେଲା ଅବଶିଷ୍ଟ ମୃତ୍ତିକା, ଅପସନ୍ ନମ୍ବର 3ରେ ହେଲା ଅଜୈବିକ ମୃତ୍ତିକା ଏବଂ ଅପସନ୍ ନମ୍ବର 4 ହେଲା ଜୈବିକ ମୃତ୍ତିକା। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 3 ଅଜୈବିକ। ଏବେ ଯିବା ପରବର୍ତ୍ତୀ କୋଶ୍ଚିନ୍କୁ, ନିମ୍ନଲିଖିତ ମଧ୍ୟରୁ କେଉଁଟି କ୍ରାନ୍ତୀୟ ଚିରହରିତ ଅରଣ୍ୟ ଅନ୍ତର୍ଭୁକ୍ତ ନୁହେଁ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଆସ୍, ଅପସନ୍ 2ରେ ଦେଲା ଆବଲୁସ୍, ଅପସନ୍ ନମ୍ବର 3ରେ ହେଲା ଭେଲିନା, ଅପସନ୍ ନମ୍ବର 4 ହେଲା ମେହୋଗାନି। ଦେଖ ପିଲାମାନେ, କେଉଁଟି ଚିରହରିତ ଅରଣ୍ୟର ଅନ୍ତର୍ଭୁକ୍ତ ନୁହେଁ? 7 ନମ୍ବର ରାଇଟ୍ ଆନ୍ସର୍ କ'ଣ ହେଇଯିବ ନା ଆସ୍, ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍। ଏବେ ଯିବା ପରବର୍ତ୍ତୀ କୋଶ୍ଚିନ୍କୁ, ବାର୍ଷିକ ହାରାହାରି କେତେରୁ କେତେ ସେମି ବୃଷ୍ଟିପାତ ଅଞ୍ଚଳରେ ଉପକ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା 50ରୁ 100 ସେମି, ଅପସନ୍ ନମ୍ବର 2ରେ ହେଲା 100ରୁ 200 ସେମି ଏବଂ ଅପସନ୍ ନମ୍ବର 3ରେ ହେଲା 100ରୁ 150 ସେମି ଏବଂ ଅପସନ୍ ନମ୍ବର 4ରେ ହେଲା 200ରୁ 300 ସେମି। ତ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 3 100ରୁ 150 ସେମି। ଏବେ ଯିବା 9 ନମ୍ବର କୋଶ୍ଚିନ୍କୁ, ନିମ୍ନଲିଖିତ ମଧ୍ୟରୁ କେଉଁ ଅଞ୍ଚଳରେ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଉତ୍ତର ଅଷ୍ଟ୍ରେଲିଆ, ଅପସନ୍ ନମ୍ବର 2ରେ ହେଲା ପଶ୍ଚିମ ଘାଟ ପର୍ବତମାଳାର ପଶ୍ଚିମ ଘାଟ ଏବଂ ଅପସନ୍ ନମ୍ବର 3 ହେଲା ଭାରତର ମେଘାଳୟ ଏବଂ ଅପସନ୍ ନମ୍ବର 4 ହେଲା ଆଫ୍ରିକାର ଭାସାନା। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ 9 ନମ୍ବରର ନା ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍ ଉତ୍ତର ଅଷ୍ଟ୍ରେଲିଆ। ଏବେ ଯିବା 10 ନମ୍ବର କୋଶ୍ଚିନ୍କୁ, ନିମ୍ନଲିଖିତ ମଧ୍ୟରୁ କେଉଁ ମୁଖ୍ୟ ବୃକ୍ଷ ଜୁଆରିଆ ଅରଣ୍ୟର ଅନ୍ତର୍ଭୁକ୍ତ ନୁହେଁ? ସବୁବେଳେ କହିଛି ପିଲାମାନେ, ଆଗେ କୋଶ୍ଚିନ୍ଟି ପ୍ରଥମେ ଭଲସେ ପଢ଼ିବ ଏବଂ ବୁଝିବ, ତାପରେ ଯାଇକି ଉତ୍ତର ଦେବ। ଠିକ୍ ଅଛି, ଦେଖନ୍ତୁ ଅପସନ୍ 1ରେ ଦେଲା ହେନ୍ତାଳ, ଅପସନ୍ ନମ୍ବର 2ରେ ହେଲା ରୋଜଉଡ଼, ଅପସନ୍ ନମ୍ବର 3 ହେଲା ସୁନ୍ଦରୀ ଏବଂ ଅପସନ୍ ନମ୍ବର 4 ହେଲା ଅସନ। ତ ଦେଖ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 3 ସୁନ୍ଦରୀ। ଏବେ ଯିବା ପରବର୍ତ୍ତୀ କୋଶ୍ଚିନ୍କୁ, ନିମ୍ନଲିଖିତ ମଧ୍ୟରୁ କେଉଁ ଅରଣ୍ୟ ଉତ୍ତର ଗୋଲାର୍ଦ୍ଧରୁ 50 ଡିଗ୍ରୀରୁ 70 ଡିଗ୍ରୀ ସମାକ୍ଷରେଖା ମଧ୍ୟବର୍ତ୍ତୀ ଅଞ୍ଚଳର ଦେଖାଯାଏ?
देख पे ये ऑप्शन 1 रे देला जुआरिया अरण्य, ऑप्शन नंबर 2 रे क्रांतीय चिरहरत्य अरण्य, ऑप्शन नंबर 3 है उपक्रांतीय पर्णमोची अरण्य और ऑप्शन नंबर 4 है सरल वर्गीय अरण्य। तो देख पे आम राइट आंसर ये कौन हो 11 नंबर ना ऑप्शन नंबर 4 सरल वर्गीय अरण्य। एबे जीवा परवर्ती क्वेश्चन को, आफ्रिकार भाषा ना निम्नलिखित केउं तृणभूमिर अंतर्भुक्त। देख पे ऑप्शन 1 रे देला क्रांतीय तृणभूमि, ऑप्शन नंबर 2 है क्रांति मंडल एवं ऑप्शन नंबर 4 है उपक्रांतीय तृणभूमि और ऑप्शन नंबर 4 है निरक्षर वृत्त। ए कह पे आम राइट आंसर ये कौन हो ऑप्शन नंबर 1 क्रांतीय तृणभूमि। एबे जीवा परवर्ती क्वेश्चन को, आफ्रिकार भाषान को कौन कुहा जाए। देख पे ऑप्शन 1 रे देला पृथ्वीर पशुशाला, ऑप्शन नंबर 2 रे है पृथ्वीर मनीषशाला, ऑप्शन नंबर 3 है पृथ्वीर पक्षीशाला और ऑप्शन नंबर 4 है पृथ्वीर जीवशाला। तो कह पे आम राइट आंसर ये कौन हो ना पृथ्वीर पशुशाला, ऑप्शन नंबर 1 हो राइट आंसर। एबे जीवा परवर्ती क्वेश्चन को, निम्नलिखित मध्यरु केउं प्राणी उपक्रांतीय तृणभूमि रे देखा जाए। देख पे ऑप्शन रे कौन देला ऑप्शन 1 रे देला मिंकी, ऑप्शन 2 रे है आंटीलोप, ऑप्शन नंबर 3 है बाइसन और ऑप्शन नंबर 4 है गयल। तो कह पे आम राइट आंसर ये कौन हो ना ऑप्शन नंबर 1 हो राइट आंसर मिंक। एबे जीवा परवर्ती क्वेश्चन को, उपक्रांतीय तृणभूमि अंचल रे केउं चाष प्रचुर परिमाण रे हुए। देख पे ऑप्शन 1 रे देला धान, ऑप्शन नंबर 2 रे है गहम, ऑप्शन नंबर 3 रे है बाजरा और ऑप्शन नंबर 4 है जौ। ठीक अच्छे, देख पे 15 नंबर राइट आंसर ये कौन हो ना बाजरा, ऑप्शन नंबर 3। एबे जीवा परवर्ती क्वेश्चन को, पृथ्वीर क्रांतीय तृणभूमि भेनेजुएला अंचलर अन्य नाम कौन। देख पे ऑप्शन 1 रे देला लियासन, ऑप्शन नंबर 2 रे है स्टेप, ऑप्शन नंबर 3 है भेलड और ऑप्शन नंबर 4 है डाउन्स। तो कह पे 16 नंबर राइट आंसर ये कौन हो ना लियानोस। ठीक अच्छे, आमर ऑप्शन नंबर 1 हो राइट आंसर लियानोस। एबे जीवा परवर्ती क्वेश्चन, पृथ्वीर उपक्रांतीय तृणभूमि मध्य एशिया अंचलर अन्य नाम कौन। देख पे ऑप्शन 1 रे देला प्रेरी, ऑप्शन नंबर 2 रे है स्टेप, ऑप्शन नंबर 3 है पंपास और ऑप्शन नंबर 4 है भेलड। तो कह पे आम राइट आंसर ये कौन हो ना ऑप्शन नंबर 3 पंपास। एबे जीवा परवर्ती क्वेश्चन को, उपक्रांतीय तृणभूमि पृथ्वीर विभिन्न अंश को गहम जोगाउथिबारु एहाकू पृथ्वीर कौन कुहा जाए। देख पे ऑप्शन 1 रे देला अट्टा झुड़ी, ऑप्शन नंबर 2 रे है गहम झुड़ी, ऑप्शन नंबर 3 है रुटी झुड़ी और ऑप्शन नंबर 4 है फुल्का झुड़ी। तो कह पे आम राइट आंसर ये कौन हो ना ऑप्शन नंबर 2 गहम झुड़ी। एबे जीवा परवर्ती क्वेश्चन को, पृथ्वीर उपक्रांतीय तृणभूमि उत्तर अमेरिकार अन्य नाम कौन। देख पे ऑप्शन 1 रे देला कौन ना साभाना, ऑप्शन नंबर 2 रे है कैंपस, ऑप्शन नंबर 3 रे है प्रेरी और ऑप्शन नंबर 4 है पंपास। तो कह पे 19 नंबर क्वेश्चन राइट आंसर आमर कौन हो ना कैंपस, ऑप्शन नंबर 2 हो राइट आंसर। एबे जीवा परवर्ती क्वेश्चन को, ओट दीर्घ दिन धरी पानी न पी बंची रही पारे एवं बालुका राशि उपरे सहजरे जीवा आसिबा करि पारे बोली एहाकू कौन कुहा जाए। देख पे आमर ये ऑप्शन दे देला कौन ना मरुभूमिर टाइगर, ऑप्शन नंबर 3 देला मरुभूमिर एक्सप्रेस, ऑप्शन नंबर 4 है मरुभूमिर जहाज और ऑप्शन नंबर 4 है मरुभूमिर बस। तो कह पे आम राइट आंसर ये कौन हो ना ऑप्शन नंबर 2 मरुभूमिर एक्सप्रेस। ठीक अच्छे, मोस्ट इंपोर्टाट क्वेश्चन मन रखिथे। एबे जीवा परवर्ती क्वेश्चन को, मेरु निकटवर्ती अंचल रे वर्षर केते मास अधिक ठंडा हुए। देख पे ऑप्शन 1 रे देला 9 मास, ऑप्शन नंबर 2 रे है 10 मास, ऑप्शन नंबर 3 है 7 मास और ऑप्शन नंबर 4 है 11 मास। तो देख पे आम राइट आंसर ये कौन हो ना ऑप्शन नंबर 3 7 मास। एबे जीवा परवर्ती क्वेश्चन, निम्नलिखित मध्यरु केउंटी को तुंद्रा उद्भिद कुहा जाए। देख पे ऑप्शन 1 रे देला लाइकेन, ऑप्शन नंबर 2 रे है सीडार, ऑप्शन नंबर 3 रे देला लार्ज, ऑप्शन नंबर 4 है फार। ठीक अच्छे, देखो आम राइट आंसर कौन हो कह पे राइट आंसर कौन हो
ନା ଅପସନ୍ ନମ୍ବର 1 ଲାଇକେନ୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ନିମ୍ନଲିଖିତ ମଧ୍ୟରୁ କେଉଁ ଅରଣ୍ୟ ଉଚ୍ଚ ପାର୍ବତ୍ୟ ଭୂମିର ପାଦଦେଶରୁ ଉପର ଆଡ଼କୁ ଦେଖିବାକୁ ମିଳେ ନାହିଁ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ସରଳବର୍ଗୀୟ ଅରଣ୍ୟ, ଅପସନ୍ ନମ୍ବର 2ରେ ହେଲା ଚିରହରିତ ଅରଣ୍ୟ, ଅପସନ୍ ନମ୍ବର 3ରେ ହେଲା ପର୍ଣ୍ଣମୋଚୀ ଅରଣ୍ୟ ଏବଂ ଅପସନ୍ ନମ୍ବର 4 ହେଲା କଣ୍ଟାବୁଦା। ତ କୁହ ପିଲାମାନେ 23 ନମ୍ବର ରାଇଟ୍ ଆନ୍ସର୍ କ'ଣ ହେଇଯିବ? ନା ଅପସନ୍ ନମ୍ବର 4 କଣ୍ଟାବୁଦା। ଅଷ୍ଟ୍ରେଲିଆ ଉପକ୍ରାନ୍ତୀୟ ତୃଣଭୂମିକୁ କ'ଣ କୁହାଯାଏ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ପ୍ରେରି, ଅପସନ୍ 2ରେ ହେଲା ଷ୍ଟେପ୍ ଏବଂ ଅପସନ୍ ନମ୍ବର 3ରେ ହେଲା ପମ୍ପାସ ଏବଂ ଅପସନ୍ ନମ୍ବର 4 ହେଲା ସାଭାନା। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ କ'ଣ ହେଇଯିବ 24 ନମ୍ବରର? 24 ନମ୍ବର ରାଇଟ୍ ଆନ୍ସର୍ ହେଇଯିବ କ'ଣ? ନା ଷ୍ଟେପ୍, ଅପସନ୍ ନମ୍ବର 2। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ନିମ୍ନଲିଖିତ ମଧ୍ୟରୁ କେଉଁଟି ତୃଣଭୂମି ପ୍ରାଣୀ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ସାପ, ଅପସନ୍ 2ରେ ହେଲା ମେଣ୍ଢା, ଅପସନ୍ ନମ୍ବର 3ରେ ହେଲା ବାଘ ଏବଂ ଅପସନ୍ ନମ୍ବର 4 ହେଲା ସିଂହ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ଆମର 3ଟି ଜୀବଜନ୍ତୁ ଉପରେ ତ ଆପଣ ବହୁତ ପରିଚିତ, କାହିଁକି ଭଗବାନ ଶିବଙ୍କ ଗଳାରେ ସାପ ଅଛି, ମା ଦୁର୍ଗାଙ୍କ ବାହନ ବା ବାଘ ପିଠିରେ ମା ଦୁର୍ଗା ବସନ୍ତି ଏବଂ ସିଂହ ମା ମଙ୍ଗଳାଙ୍କର ବାହନ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ତୃଣଭୋଜୀ କିଏ? ନା ଅପସନ୍ ନମ୍ବର 2 ମେଣ୍ଢା। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ନିମ୍ନଲିଖିତ ମଧ୍ୟରୁ କିଏ ମୃତ୍ତିକା କ୍ଷୟ ହ୍ରାସରେ ସାହାଯ୍ୟ କରିଥାଏ? ଦେଖ ପିଲାମାନେ, ମୃତ୍ତିକା କ୍ଷୟରେ କିଏ ସାହାଯ୍ୟ କରିଥାଏ? ଅପସନ୍ 1ରେ ଦେଲା ଉଦ୍ଭିଦ, ଅପସନ୍ ନମ୍ବର 2ରେ ହେଲା ବେଙ୍ଗ ଏବଂ ଅପସନ୍ ନମ୍ବର 3ରେ ହେଲା ମଣିଷ ଏବଂ ଅପସନ୍ ନମ୍ବର 4 ହେଲା ପ୍ରାଣୀ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ଅପସନ୍ ନମ୍ବର 1 ଉଦ୍ଭିଦ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ଜଙ୍ଗଲ କ୍ଷୟ ରୋକିବା ପାଇଁ କ'ଣ କରିବାକୁ ହେବ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଶିଳ୍ପାୟନ, ଅପସନ୍ ନମ୍ବର 2ରେ ହେଲା ନୂଆ ଜଙ୍ଗଲ ସୃଷ୍ଟି ଏବଂ ଅପସନ୍ ନମ୍ବର 3 ହେଲା ସହରୀକରଣ ଏବଂ ଅପସନ୍ ନମ୍ବର 4 ହେଲା ରେଳ ରାସ୍ତା ନିର୍ମାଣ। ତ ଦେଖ ପିଲାମାନେ, ଆମ 27 ନମ୍ବର ରାଇଟ୍ ଆନ୍ସର୍ କ'ଣ ହେଇଯିବ? 27 ନମ୍ବର କ୍ୱେଶ୍ଚିନ୍ଟି ମୁଁ ଆପଣମାନଙ୍କ ପାଇଁ ଛାଡ଼ିଲି, ନିହାତି ରୂପରେ କମେଣ୍ଟ ବକ୍ସରେ ଏହାର ଉତ୍ତର କ'ଣ ହେବ ଜଣାଇବେ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଖାଦ୍ୟ ଶୃଙ୍ଖଳର ଶେଷ କଡ଼ି? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଉଦ୍ଭିଦ, ଅପସନ୍ ନମ୍ବର 2ରେ ହେଲା ବଡ଼ ମାଛ ଏବଂ ଅପସନ୍ ନମ୍ବର 3 ହେଲା ବ୍ୟାକ୍ଟେରିଆ ଏବଂ ଅପସନ୍ ନମ୍ବର 4 ହେଲା ଅଜଗର। ତ ଦେଖ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ଅପସନ୍ ନମ୍ବର 3 ବ୍ୟାକ୍ଟେରିଆ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ନିମ୍ନଲିଖିତ ମଧ୍ୟରୁ କେଉଁଟିକୁ ବ୍ୟାକ୍ଟେରିଆ ମାନେ ମୃତ୍ତିକାରେ ମିଶାଇବାରେ ସାହାଯ୍ୟ କରିଥାନ୍ତି? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଅମ୍ଳଜାନ, ଅପସନ୍ ନମ୍ବର 2ରେ ହେଲା ଅଙ୍ଗାରକାମ୍ଳ ଏବଂ ଅପସନ୍ ନମ୍ବର 3ରେ ହେଲା ଯବକ୍ଷାରଜାନ ଏବଂ ଅପସନ୍ ନମ୍ବର 4 ହେଲା ଖଣିଜ ଲବଣ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ଅପସନ୍ ନମ୍ବର 2 ଅଙ୍ଗାରକାମ୍ଳ। ଏବେ ଆମେ ଡିସ୍କସନ୍ କରିବା ଅନ୍ତିମ କ୍ୱେଶ୍ଚିନ୍। ଯେଉଁମାନେ ଚ୍ୟାନେଲରେ ନୂଆ କରି ଭ୍ୟୁ କରୁଛନ୍ତି, ଯଦି ବି ଭିଡ଼ିଓଟି ଆପଣମାନଙ୍କୁ ଟିକିଏ ବି ଭଲ ଲାଗୁଥାଏ ତ ନିଶ୍ଚିନ୍ତ ରୂପରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରିବେ। ଏବେ ଯିବା ଅନ୍ତିମ କ୍ୱେଶ୍ଚିନ୍। ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରାଣୀ ଉପକ୍ରାନ୍ତୀୟ ତୃଣଭୂମିରେ ଦେଖାଯାଆନ୍ତି ନାହିଁ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଗୟଳ, ଅପସନ୍ ନମ୍ବର 2ରେ ହେଲା ଜିରାଫ୍, ଅପସନ୍ ନମ୍ବର 3 ହେଲା ଆଣ୍ଟିଲୋପ୍ ଏବଂ ଅପସନ୍ ନମ୍ବର 4 ହେଲା ବାଇସନ୍। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ କ'ଣ ହେଇଯିବ 30 ନମ୍ବରର? ନା ଅପସନ୍ ନମ୍ବର 3 ଆଣ୍ଟିଲୋପ୍।